ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେହି +3 ଫାର୍ଷ୍ଟ ଇୟର୍ର ପଲିଟିକାଲ ସାଇନ୍ସ ଯେଉଁଟାକି ଇଲେକ୍ଟିଭ୍ 1। ଓକେ, ତାର ମୁଁ ଫାର୍ଷ୍ଟ ଗୋଟେ ଭିଡ଼ିଓରେ ଆଲୋଚନା କରିଥିଲି କିଛି ସର୍ଟ କ୍ୱେଶ୍ଚିନ୍। ଏଇଟା ସେକେଣ୍ଡ ଭିଡ଼ିଓ। ଦେଖ, ଡ୍ୟାସ୍ ଶବ୍ଦଟି ଜୈବିକ ଆଧାରରେ ନିର୍ଦ୍ଧାରିତ ହୋଇଥାଏ। ସେକ୍ସ ବା ଲିଙ୍ଗ। ଲିଙ୍ଗ ଡ୍ୟାସ୍ ଅଟେ ପ୍ରାକୃତିକ। ଡ୍ୟାସ୍ ପ୍ରକୃତିରେ ସାମାଜିକ ଅଟେ। ଜେଣ୍ଡର ବା ଲିଙ୍ଗ ସମ୍ପର୍କିତ ଭୂମିକା। ଡ୍ୟାସ୍ ସମାଜକୁ ପୁଲ୍ଲିଙ୍ଗ ଓ ସ୍ତ୍ରୀଲିଙ୍ଗରେ ବିଭାଜନ କରିଥାଏ। ଜେଣ୍ଡର ବା ଲିଙ୍ଗ ସମ୍ପର୍କିତ ଭୂମିକା। ଡ୍ୟାସ୍ ବ୍ୟକ୍ତିର ଜୈବିକ ପରିଚୟ ଅଟେ। ଲିଙ୍ଗ। ଡ୍ୟାସ୍ ବ୍ୟକ୍ତିର ସାମାଜିକ ଓ ସାଂସ୍କୃତିକ ପରିଚୟ ଅଟେ। ଜେଣ୍ଡର ବା ଲିଙ୍ଗ ସମ୍ପର୍କିତ ଭୂମିକା। ଲିଙ୍ଗ ଗଠନ କ୍ଷେତ୍ରରେ ଡ୍ୟାସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ହରମୋନ୍। ସମାଜ ବିଜ୍ଞାନୀମାନଙ୍କ ମତରେ ଡ୍ୟାସ୍ ଦ୍ୱାରା ସମାଜରେ ଲିଙ୍ଗ ବା ବିଭାଜିତ ଭୂମିକା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଗତି କରିଥାଏ। ପିତୃ ପ୍ରାଧାନ୍ୟ। ପୁରୁଷ ପ୍ରାଧାନ୍ୟ ସମାଜରେ କନ୍ୟାମାନଙ୍କୁ ପରିବାରର ଡ୍ୟାସ୍ ସଭ୍ୟ ଭାବରେ ବିବେଚନା କରାଯାଇଥାଏ। ସାମୟିକ। ପୁରୁଷ ଡ୍ୟାସ୍ର ମୁଖ୍ୟ ଉତ୍ସ ହୋଇଥାଏ। ଉପାର୍ଜନ। ଡ୍ୟାସ୍ ପରିଧର କାର୍ଯ୍ୟକଳାପଗୁଡ଼ିକ ରାଷ୍ଟ୍ରୀୟ ନିୟନ୍ତ୍ରଣରୁ ମୁକ୍ତ ହୋଇଥାଏ। ଘରୋଇ। ସର୍ବସାଧାରଣ ପରିଧି ଡ୍ୟାସ୍ ହୋଇଥାଏ। ପୁରୁଷ ପ୍ରାଧାନ୍ୟ। ଡ୍ୟାସ୍ ଉପଯୋଗିତାବାଦ ବ୍ୟକ୍ତିବାଦ ଓ ନାରୀବାଦର ମୁଖ୍ୟ ପ୍ରବକ୍ତା ଅଟନ୍ତି। ଜନ୍ ଷ୍ଟୁଆର୍ଟ ମିଲ୍ ଡ୍ୟାସ୍ଙ୍କୁ ବିବାହ କରିଥିଲେ। ହାରିଏଟ୍ ଟେଲର। ପତ୍ନୀଙ୍କ ମୃତ୍ୟୁ ପରେ ମିଲ୍ ତାଙ୍କ ପୁସ୍ତକ ଡ୍ୟାସ୍କୁ ତାଙ୍କ ପତ୍ନୀଙ୍କୁ ଉତ୍ସର୍ଗ କରିଥିଲେ। ଦ ସବଜେକ୍ସନ୍ ଅଫ୍ ୱୁମେନ୍। ମ୍ୟାରୀ ଉଲଷ୍ଟୋନକ୍ରାଫ୍ଟ ଡ୍ୟାସ୍ ପୁସ୍ତକ ନାରୀବାଦ ପ୍ରତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ଭିଣ୍ଡିକେସନ୍ ଅଫ୍ ଦ ରାଇଟ୍ ଅଫ୍ ୱୁମେନ୍। ବେଟି ଫ୍ରାଏଡାନ୍ ଡ୍ୟାସ୍ ପୁସ୍ତକ ପାଇଁ ସୁପରିଚିତ ଅଟନ୍ତି। ଦ ଫେମିନିଷ୍ଟ। କାଟେ ମିଲେଟଙ୍କର ଡ୍ୟାସ୍ ପୁସ୍ତକ ତାଙ୍କର ଏକ PhD ନିବନ୍ଧ ଥିଲା। ସେକ୍ସୁଆଲ ପଲିଟିକ୍ସ। ସୁଲାମିଥ୍ ଫାୟାରଷ୍ଟୋନ୍ ଡ୍ୟାସ୍ ପୁସ୍ତକ ରଚନା କରିଥିଲେ। ଦ ଡାଏଲେକ୍ଟିକ୍ ଅଫ୍ ସେକ୍ସ। ଡ୍ୟାସ୍ ପୁସ୍ତକ ସିମୋନି ଡି ବ୍ୟୁଭିୟରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୃତି ଥିଲା। ସେକେଣ୍ଡ ସେକ୍ସ। ଆମେରିକୀୟର ନାରୀବାଦୀ ଓ ବକ୍ତା ଡ୍ୟାସ୍ ଆମେରିକାର ନାରୀ ମତଦାନ ପାଇଁ ଆନ୍ଦୋଳନ କରିଥିଲେ। ଲୁସି ଷ୍ଟୋନ୍ ଡ୍ୟାସ୍ ଆମେରିକା ୱୁମେନ୍ ସଫ୍ରାଜ୍ ଆସୋସିଏସନ୍ ଗଠନ କରିଥିଲେ। ଲୁସି ଷ୍ଟୋନ୍ ପ୍ୟାଟ୍ରିଆର୍ଚାଲ୍ ଆଟିଟ୍ୟୁଡ୍ ପୁସ୍ତକ ରଚନା କରିଥିଲେ। ଇଭା ଫିଗଲ ଡ୍ୟାସ୍ ଭାରତର ତଥା ଦକ୍ଷିଣ ଏସିଆର ଜଣେ ସ୍ୱନାମଧନ୍ୟ ନାରୀବାଦୀ ଥିଲେ। ମୀରା ଦେଶାଇ। ବୀଣା ମଜୁମଦାର ଡ୍ୟାସ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ। ପାଟନା। ବୀଣା ମଜୁମଦାର ଦିଲ୍ଲୀର ଡ୍ୟାସ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ନାରୀ ଅଧ୍ୟୟନ କେନ୍ଦ୍ର। ବୀଣା ମଜୁମଦାର ଡ୍ୟାସ୍ର ପ୍ରତିଷ୍ଠା ସଦସ୍ୟ ଥିଲେ। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ୱୁମେନ୍ ଷ୍ଟଡି। ରୁଷ ଦେଶର ନାରୀବାଦୀ ଆଲେକ୍ସାଣ୍ଡର କୋଲଲାଣ୍ଡ ଜଣେ ଡ୍ୟାସ୍ ଅଟନ୍ତି। ସାମ୍ୟବାଦୀ। ଡ୍ୟାସ୍ ସମାଜର ଯତନ ଦ୍ୱାରା ନାରୀ ଜାତିର ବିକାଶ ହେବ ବୋଲି କୋଲଲାଣ୍ଡ ଉଲ୍ଲେଖ କରିଥିଲେ। ବୁର୍ଜିଆ। ଏଇଟା ସେକେଣ୍ଡ ସର୍ଟ କ୍ୱେଶ୍ଚିନ୍। ଓକେ, ସେକେଣ୍ଡ ଭିଡ଼ିଓର ସର୍ଟ କ୍ୱେଶ୍ଚିନ୍ 60ଟା 30ରୁ 60ଟା। ଓକେ, ଏଇ ସବୁ ସର୍ଟ କ୍ୱେଶ୍ଚିନ୍ ଥିଲା। ଆପଣ ଷ୍ଟପ୍ କରିକି ଦେଖିନେବେ। ଓକେ, ଜୟ ଜଗନ୍ନାଥ।